ସାର୍ ଆପଣଙ୍କୁ ନ୍ୟୁଜ୍ ରୁମକୁ ସ୍ୱାଗତ କରୁଛି ସାର୍। ଯେଭଳି ଭାବେ ରାଜ୍ୟରେ ଥଣ୍ଡା ଦେଖିବାକୁ ମିଳୁଥିଲା, କିନ୍ତୁ କେଉଁଠି ନା କେଉଁଠି ଗତକାଲି କଥା ଯଦି କହିବା, ଗତକାଲିଠୁ ଥଣ୍ଡା ଟିକେ କମିଛି। ତ ବର୍ତ୍ତମାନର ଅପଡେଟ୍ କ'ଣ ରହିଛି ଏବଂ ଶୀତକୁ ନେଇ କ'ଣ କହିବେ ସାର୍? ନମସ୍କାର। ହଁ, ବର୍ତ୍ତମାନ ଆମର ଯୋଉ ଥଣ୍ଡାର ମାତ୍ରା 17 ତାରିଖରୁ ଆରମ୍ଭ ହେଇଥିଲା, ମତେ ଲାଗୁଛି ବର୍ତ୍ତମାନ 22 ତାରିଖ ଏବେଠୁ ଥଣ୍ଡା ଆହୁରି କମିବା ଆରମ୍ଭ ହବ। ଆଉ ଯୋଉ 23 ରୁ ଯୋଉ ସମୟ ସୀମା ରହୁଛି 25 ତାରିଖ, ଆଜ୍ଞା ସେତେବେଳେ ଆପଣଙ୍କର ଟିକେ ଉଷୁମ କଣ୍ଡିସନ ମାନେ ଆମର ଯୋଉ ସର୍ବନିମ୍ନ ତାପମାତ୍ରା ଟିକେ ଅଧିକା ରହିବ, ତା ସହିତ ସର୍ବୋଚ୍ଚ ତାପମାତ୍ରା ଯୋଉ ଦିନର ସେ ବି ବଢିଯିବ। ଆଜ୍ଞା ସ୍ଥାନେ ସ୍ଥାନେ ଆପଣ ଦେଖିବେ 30 ଉପରେ ବି ଚାଲି ଯାଇପାରେ ସର୍ବୋଚ୍ଚ ତାପମାତ୍ରା ଟା। ଟିକେ ଖରା ବି ଟିକେ ଟାଣ ଲାଗିପାରେ, କିନ୍ତୁ ପୁଣି ଯୋଉ ଆମର ସମୟ ସୀମା ରହୁଛି 26 ତାରିଖ, 26 ରୁ ଯୋଉ 28 ସମୟ ସୀମା ରହୁଛି, ସେଥିରେ ପୁଣି ଯୋଉ ଟିକେ ଥଣ୍ଡାର ଅନୁଭୂତ ହବ। ତେଣୁ ଆଜ୍ଞା ତାପରେ ପୁଣି 29 ତାରିଖରୁ ପୁଣି ତାପମାତ୍ରା ବଢିବ, କିନ୍ତୁ ଧୀରେ ଧୀରେ ଆପଣ ବର୍ତ୍ତମାନ ଟିକେ ଉଷୁମ କଣ୍ଡିସନ ଆଡକୁ ଯିବେ। ଆଉ ଆଜ୍ଞା ଯୋଉ ଶୀତର ଯୋଉ ମାତ୍ରାଟା, ଯଦିଓ ଜାନୁଆରୀ ମାସରେ ଶୀତ ରହୁଛି, ଫେବୃଆରୀ ମାସରେ ବି ବହୁତ କମ ଶୀତ ରହିବ, କିନ୍ତୁ ଯୋଉ ମାତ୍ରାଟା ଆଜ୍ଞା ବର୍ତ୍ତମାନ କମି କମି ଯିବ। ଆଜ୍ଞା ସାର୍, ବର୍ତ୍ତମାନ କଥା ଆମେ ଯଦି କହିବା, ଆଜି ଆଂଶିକ ମାତ୍ରାରେ କୁହୁଡି ଦେଖିବାକୁ ମିଳିଥିଲା, କିନ୍ତୁ କୁହୁଡି କଣ୍ଡିସନକୁ ନେଇ କ'ଣ କହିବେ ସାର୍? ହଁ, ଯୋଉ କୁହୁଡି ଯୋଉ ଆମର ସକାଳ ବେଳା ହଉଥିଲା, ବର୍ତ୍ତମାନ ଧୀରେ ଧୀରେ ବଢିବ। କାରଣ ସେ ଯୋଉ ଗୁରୁଚାପ କ୍ଷେତ୍ରଟା ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ବାୟୁର ପ୍ରଭାବ ଆମ ଆଡକୁ ଦଉଥିଲା, ସେ ଆଜ୍ଞା ବର୍ତ୍ତମାନ ବଙ୍ଗୋପସାଗରକୁ ଚାଲିଯିବ। ତେଣୁ ବାୟୁର ଯୋଉ ଗତି ଆଉ ଦିଗ ଦିଟା ଯାକ ଓଡିଶା ଆଡକୁ ହିଁ ରହିବ। ଯୋଉ ଉଷ୍ମ ଆଉ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ବଙ୍ଗୋପସାଗରରୁ ସ୍ଥଳ ଭାଗକୁ ପ୍ରବାହିତ ହବ। ତେଣୁ କାଲି 23 ଆଜ୍ଞା ଆଉ 24 ଯୋଉ ସମୟ ସୀମା ରହୁଛି, ଟିକେ ଘନ କୁହୁଡି, ମତେ ଲାଗୁଛି ଆମର ଯୋଉ ଉପକୂଳବର୍ତ୍ତୀ ଅଞ୍ଚଳ ଅଛନ୍ତି, ଘନ କୁହୁଡି ରହିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆଉ କୁହୁଡିର ଯୋଉ ବିସ୍ତୃତି ଆଉ ଯୋଉ ମାତ୍ରାଟା ରହିବ, ଆପଣ ନେକ୍ସଟ 10 ଦିନ ନେଇ ଚାଲନ୍ତୁ, ରହିବ, କିନ୍ତୁ ଅଳ୍ପ ବହୁତ ମାନେ କମ ଆଉ ବେଶୀ ହବ। ମତେ ଲାଗୁଛି 23, 24 ଟିକେ କୁହୁଡିର ମାତ୍ରା ଅଧିକା ରହିପାରେ। ପୁଣି ଲାଗୁଛି 27 ରୁ 29 କୁହୁଡିର ମାତ୍ରା ଅଧିକା ରହିପାରେ, କାରଣ ଆଜ୍ଞା ଯୋଉ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯେତେବେଳେ ଆମର ସ୍ଥଳ ଭାଗ ଆଡକୁ ଆସିବ, ସେତେବେଳେ ଥଣ୍ଡା ଆମର ଅଲରେଡି ଅଛି ସ୍ଥଳ ଭାଗରେ। ତେଣୁ ସେଇ ସବୁ କୁହୁଡି ରୂପରେ ପରିବର୍ତ୍ତନ ହବାର ସମ୍ଭାବନା ରହୁଛି। ତେଣୁ ଲାଗୁଛି କୁହୁଡିର ଯଥେଷ୍ଟ ସମ୍ଭାବନା ରହୁଛି, ପର୍ଟିକୁଲାରଲି ଆମର ଯୋଉ ଉପକୂଳବର୍ତ୍ତୀ ଅଞ୍ଚଳ ଅଛନ୍ତି, ଜିଲ୍ଲାମାନେ ଅଛନ୍ତି, ସେଥିରେ ବେଶୀ ଏ ସମ୍ଭାବନା ଦେଖା ମତେ ଲାଗୁଛି। ସାର୍, ଦେଖୁଥିବେ ଆପଣ ଯେଭଳି ଭାବେ ପୂର୍ବରୁ ସୂଚନା ଦେଉଥିଲେ ଯେ ବ୍ୟାକ୍ ଟୁ ବ୍ୟାକ୍ ଗୋଟେ ପଶ୍ଚିମା ଝଡ଼ ରହିଥିଲା, କିନ୍ତୁ ଏହି ସମୟରେ କାଳବୈଶାଖୀ କାହିଁକି ହଉନି? ଏହାର କାରଣ କ'ଣ? ହଁ, ବର୍ତ୍ତମାନ ଯୋଉ ପଶ୍ଚିମା ଝଡ଼ କଥା କହିଲେ, ବର୍ତ୍ତମାନ ପଶ୍ଚିମା ଝଡ଼ ଗୋଟେ ଆମର ଉତ୍ତର ଭାରତରେ ବର୍ତ୍ତମାନ ହିଁ ପ୍ରଭାବ ଦଉଛି, ଆଜ୍ଞା କିନ୍ତୁ ଦକ୍ଷିଣ ଭାରତରେ ସେମିତି ଘୂର୍ଣ୍ଣିବଳୟର ପ୍ରଭାବ ରହୁଛି। ଆମର ଯୋଉ ପଶ୍ଚିମା ଝଡ଼ଟା ମେରୁ ଅଞ୍ଚଳରୁ ଆସିଥାଏ, ଆଉ ଶୀତ ଦିନରେ ଏଇ ପ୍ରଭାବଟା ବେଶୀ ଥାଏ। ଆମର ଯୋଉ ପଶ୍ଚିମା ଝଡ଼ର ଯୋଉ କାଳବୈଶାଖୀଟା ଆପଣ କହିଲେ, ଆଜ୍ଞା କାଳବୈଶାଖୀ ପାଇଁକି ଆପଣଙ୍କ ସ୍ଥଳ ଭାଗଟା ଉତ୍ତପ୍ତ ରହିବା ଦରକାର। ଆଜ୍ଞା ସ୍ଥଳ ଭାଗଟା ଉତ୍ତପ୍ତ ରହିଲେ ଆମର ଯୋଉ ଥଣ୍ଡର ଷ୍ଟର୍ମ ହୁଏ, ଆଜ୍ଞା ଘଡଘଡି ଜନିତ ବର୍ଷା ହୁଏ, ସେ ପ୍ରଭାବଟା ଦେଖାଯାଏ କେତେବେଳେ? ଯେତେବେଳେ ମନସୁନ ଆସିବା ପୂର୍ବରୁ, ମାନେ ମନସୁନ ଧରନ୍ତୁ ଜୁନ ଆମର 10, ତେଣୁ ଆମର କାଳବୈଶାଖୀର ଯୋଉ ସମୟ ସୀମାଟା ହଉଛି, ଶୀତ ଯାଇଥିବ, ମନସୁନ ଆସିନଥିବ, ସେଇ ଯୋଉ ସମୟ ସୀମାଟା ଆପଣ ଯଦି ନିର୍ଦ୍ଦିଷ୍ଟ ଭାବରେ ଦେଖିବେ, ଯେ ଆମର ଯୋଉ ଏପ୍ରିଲ ମେ ଏଇ ଯୋଉ ସମୟ ସୀମାଟା ରହୁଛି, ସେଇଟା ଆଜ୍ଞା କାଳବୈଶାଖୀର ଯୋଉ ବାତାବରଣ ପାଇଁକି ବହୁତ ସୁହାଇଥାଏ। ସେତେବେଳେ କାଳବୈଶାଖୀ ଆସିଥାଏ। ବର୍ତ୍ତମାନ ଆମର ଶୀତ ଦିନ, ତେଣୁ ପଶ୍ଚିମା ଝଡ଼ର ବେଶୀ ପ୍ରଭାବ ଥାଏ ଉତ୍ତର ଭାରତରେ। ସାର୍, କିଛି ଯୋଉମାନେ ଭିଉର୍ସ ଅଛନ୍ତି, ତ ତାଙ୍କର କିଛି ପ୍ରତିକ୍ରିୟା ଯୋଉଟା କି କ୍ୱେଶ୍ଚିନ୍ ରହିଛି, ମୁଁ ପଚାରିବା ପାଇଁ ଚାହିଁବି। ଜଣେ ଭିଉର୍ସଙ୍କର କ୍ୱେଶ୍ଚିନ୍ ରହିଛି ଯେ ଫେବୃଆରୀ 9 ରୁ 14 ପର୍ଯ୍ୟନ୍ତ ଏଇ ସମୟରେ ବର୍ଷା ହେବ କି? କ'ଣ କହିବେ ସାର୍?
ବର୍ତ୍ତମାନ ଆମେ 22 ତାରିଖରେ ଅଛୁ ଫେବୃଆରୀ 10 ତ ଅଲମୋଷ୍ଟ ବହୁତ ଦୂର ଅଛି କିନ୍ତୁ ମୋଟାମୋଟି ବର୍ତ୍ତମାନ ଲାଗୁଛି ଯେ ଜାନୁଆରୀ ମାସରେ ଆମର ମେନଲି କୁହୁଡି ଆଉ ଶୀତର ପ୍ରଭାବ ରହିବ। ବର୍ତ୍ତମାନ ଧୀରେ ଧୀରେ ଯୋଉ ସର୍ବୋଚ୍ଚ ତାପମାତ୍ରା ବଢିବ, ସର୍ବନିମ୍ନ ତାପମାତ୍ରା ମତେ ଲାଗୁଛି 29 ପରେ ଗୋଟେ ସ୍ଥିର ଭାବରେ ବଢିବ। ଆଉ ବର୍ତ୍ତମାନ ଆପଣ ଦେଖିବେ ସର୍ବୋଚ୍ଚ ତାପମାତ୍ରା ଆଉ ସର୍ବନିମ୍ନ ତାପମାତ୍ରାରେ ଟିକେ ବହୁତ ପାର୍ଥକ୍ୟ ରହିବ, କାରଣ ଏପଟେ ଖରା ବଢୁଛି ସେପଟେ ଶୀତଟା ଅଛି। କିନ୍ତୁ ଯୋଉ ବର୍ଷାର ଯୋଉ ଅବସ୍ଥିତି କହିଲେ ବର୍ଷାର ବର୍ତ୍ତମାନ କୌଣସି ସମ୍ଭାବନା ନାହିଁ। ମତେ ଲାଗୁଛି ଫେବୃଆରୀ ପ୍ରଥମ ସପ୍ତାହରେ ଲାଗୁଛି ଯୋଉ ସମୟ ସୀମାଟା ରହୁଛି 4 ରୁ 8 ସେତେବେଳେ ଗୋଟେ ପଶ୍ଚିମା ଝଡର ପ୍ରଭାବ ରହିପାରେ। ତା ପ୍ରଭାବରେ ବର୍ଷା ରହିପାରେ ଉତ୍ତର ଭାରତରେ, କେନ୍ଦ୍ରୀୟ ଭାରତରେ, କିନ୍ତୁ ବର୍ତ୍ତମାନ ଆମେ ବହୁତ ଆଗରୁ ଅଛୁ, ଏତେ ଆଗରୁ କହିହବନି। ଓଡିଶାରେ ବର୍ଷା ହେବ କି ଏହାର ପ୍ରଭାବରେ? ନାଇଁ ଏତେ ଆଗରୁ କହିହବନି। ଆପଣ ଜାନୁଆରୀ 22 ରେ ଅଛନ୍ତି, ଆପଣ ଫେବୃଆରୀ 9 କଥା ପଚାରୁଛନ୍ତି, କିନ୍ତୁ ମୋଟାମୋଟି ଲାଗୁଛି ଯୋଉ ଫେବୃଆରୀ ମାସରେ ଟିକେ ଶକ୍ତିଶାଳୀ ଗୋଟେ ପଶ୍ଚିମ ଝଡର ସମ୍ଭାବନା ରହୁଛି 4 ରୁ 8 ଭିତରେ। ସେଇ ପ୍ରଭାବରେ ବାତାବରଣ ସୃଷ୍ଟି ହେଇପାରେ, କିନ୍ତୁ ବର୍ତ୍ତମାନ ସେ ସବୁ କହିବା ସମ୍ଭବପର ନୁହେଁ। କିନ୍ତୁ ପଛକୁ ପଛ ପଶ୍ଚିମା ଝଡ ରହୁଛି 24 ରୁ 28 ଗୋଟେ ରହୁଛି, 30 ରୁ 31 ରହୁଛି, ପୁଣି ଫେବୃଆରୀ 4 ରୁ ନେଇକି 8 ରହୁଛି। ସେ ଶକ୍ତିଶାଳୀ ଟିକେ ଥିବାରୁ ଅଧିକା ପ୍ରଭାବ ଦେଇପାରେ, କିନ୍ତୁ ଆମକୁ ଅପେକ୍ଷା କରିବାକୁ ପଡିବ। ଓଡିଶାରେ କଣ ପରିସ୍ଥିତି ହବ 9 ରୁ 14 ଭିତରେ ଆମକୁ ଅପେକ୍ଷା କରିବାକୁ ପଡିବ। ନିହାତି ଭାବେ ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଆଲୋଚନା ପାଇଁ।